ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ସେଥିପାଇଁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ଆସନ୍ତା 4 ରୁ 5 ଦିନ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ତାତିରେ କୌଣସି ପରିବର୍ତ୍ତନ ନ ହେଲେ ମଧ୍ୟ ପାଗ ସାମାନ୍ୟ ଥଣ୍ଡା ରହିବ। ଆଜି ମଧ୍ୟ ରାଜ୍ୟର 25ଟି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଉପକୂଳ ସହ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସହ 40 ରୁ 50 କିଲୋମିଟର ବେଗରେ ପବନ ହେବାର ଆକଳନ କରିଛି ପାଣିପାଗ କେନ୍ଦ୍ର। ଆଜି ଓ ଆସନ୍ତା କାଲି ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତା କାଲି ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ପ୍ରବାହ ଦେଖିବାକୁ ମିଳିବ। ବିଜୁଳି ଘଡ଼ଘଡ଼ି ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। 14 ତାରିଖ ଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ତାପମାତ୍ରା ପୁଣି ଥରେ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ରାଜ୍ୟରେ ଥିବା ସରକାରୀ କଣ୍ଟ୍ରୋଲ ଦୋକାନରେ 5G ସୁବିଧା ଥିବା POS ଲଗାଯିବ। ଏବେ 4G POS ଥିବା ବେଳେ ଖୁବ୍ ଶୀଘ୍ର ଏହାକୁ ବଦଳାଇ ନୂଆ ଲଗାଯିବ। ଆବଶ୍ୟକତା ଅନୁସାରେ ଗୋଟିଏ କଣ୍ଟ୍ରୋଲ ଦୋକାନରେ ଗୋଟିଏ କିମ୍ବା ଦୁଇଟି 5G POS ଲଗାଯିବ ବୋଲି ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟ ସରକାର ଏବେ ସାଧାରଣ ବଣ୍ଟନ ବ୍ୟବସ୍ଥା ଥିବା ହିତାଧିକାରୀଙ୍କ EKYC ପ୍ରକ୍ରିୟା ଜାରି ରଖିଛନ୍ତି। ଆଗକୁ ନୂଆ ରାସନ କାର୍ଡ ମଧ୍ୟ ଜାରି କରାଯିବ। ରାଜ୍ୟରେ ଏବେ 11,811ଟି FPS ରହିଛି। 2018 ମସିହାରେ ରାଜ୍ୟରେ ସରକାର ହିତାଧିକାରୀଙ୍କୁ ସ୍ୱଚ୍ଛତାର ସହ ଚାଉଳ ପ୍ରଦାନ କରିବା ଲାଗି POS ର ବ୍ୟବସ୍ଥା କରିଥିଲେ। ଏବେ 4G POS ରେ କାମ ଚଳୁଥିବା ବେଳେ ଅଧିକ ସଂଖ୍ୟକ ଲୋକଙ୍କ ତଥ୍ୟ ସଂରକ୍ଷିତ ରଖିବା ଓ ସ୍ପିଡ୍ ବଢ଼ାଇବା ଲାଗି 5G POS ବ୍ୟବସ୍ଥା କରାଯିବ। ରାଜ୍ୟ ଯୋଗାଣ ନିଗମ ଜରିଆରେ ଏହାକୁ ପ୍ରଦାନ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ରାସନ କାର୍ଡ EKYC କୁ ନେଇ ଆସିଲା ବଡ଼ ଅପଡେଟ୍। ଚଳିତ ମାସ 3 ତାରିଖ ସୁଦ୍ଧା ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ହିତାଧିକାରୀଙ୍କୁ ମିଶାଇ ମୋଟ 3,67,613 ଜଣ ନିଜର ରାସନ କାର୍ଡରେ EKYC କରିସାରିଛନ୍ତି। ରାଜ୍ୟ ବାହାରେ ଥିବା 1.4 ଲକ୍ଷ ହିତାଧିକାରୀଙ୍କ EKYC କରାଯାଇଛି। ତାମିଲନାଡୁରେ ସର୍ବାଧିକ 47,000, କେରଳରେ 27,000, କର୍ଣ୍ଣାଟକରେ 11,000 ଓ ମେଘାଳୟ ଉତ୍ତରାଖଣ୍ଡରେ 2 ଜଣ ଲେଖାଏଁ ନିଜର EKYC କରିସାରିଛନ୍ତି। ଏବେ ବି ରାଜ୍ୟରେ 27,52,268 ଜଣ ନିଜର ରାସନ କାର୍ଡରେ EKYC କରିନାହାନ୍ତି। ରାଜ୍ୟ ସରକାର EKYC ଅପଡେଟ୍ କରିବାର ଅବଧିକୁ 5 ଥର ବଢାଇ ସାରିଲେଣି। ଶେଷ ଥର ଲାଗି ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ EKYC କରିବାର ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। ତଥାପି ଲକ୍ଷାଧିକ ଲୋକ EKYC ନ କରିଥିବାରୁ ଏହାର ଅବଧିକୁ ବଢାଯାଇଛି। ମାତ୍ର କେତେ ଦିନ ପର୍ଯ୍ୟନ୍ତ ଏହାକୁ ବଢାଯାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଏଣିକି ମିଳିବ 20 ଲକ୍ଷ ଟଙ୍କା। ଗୋଟିଏ ପଟେ ବେକାର ଯୁବପିଢିଙ୍କ ପାଇଁ ମୋଦି ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା। ଏହି ଯୋଜନାକୁ 10 ବର୍ଷ ହୋଇଗଲାଣି। ହଜାର ହଜାର ବେକାର ଯୁବକ ଯୁବତୀଙ୍କୁ ରୋଜଗାର ବାଟ ଦେଖାଇଛି ଏହି ଯୋଜନା। ଏବେ ଏହି ଯୋଜନାକୁ ନେଇ ଆସିଛି ଖୁସି ଖବର। ପୂର୍ବରୁ ବିନା କୌଣସି ଗ୍ୟାରେଣ୍ଟିରେ କେନ୍ଦ୍ର ସରକାର ବେକାର ଯୁବପିଢିଙ୍କୁ ଏହି ଯୋଜନାରେ 10 ଲକ୍ଷ ଟଙ୍କାର ଋଣ ଯୋଗାଇ ଦେଉଥିଲେ। ହେଲେ ଏବେ 10 ନୁହେଁ 20 ଲକ୍ଷ ଟଙ୍କାର ଋଣ ମିଳିବ। ତେବେ ଏହା କେବଳ ତରୁଣ ହିତାଧିକାରୀଙ୍କୁ ମିଳିବ। ଅନ୍ୟମାନଙ୍କୁ ପୂର୍ବ ପରି 10 ଲକ୍ଷ ଟଙ୍କାର ଋଣ ମିଳିବ। ଗତ 2015 ଏପ୍ରିଲ 8 ତାରିଖରେ ମୁଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ମୋଦି ସରକାର। ପ୍ରଥମେ 10 ଲକ୍ଷ ଟଙ୍କା ଲୋନ୍ ଦେବାକୁ ଘୋଷଣା କରିଥିଲେ। ଏହି ଯୋଜନାକୁ ଏବେ 10 ବର୍ଷ ବିତି ଯାଇଛି। ଏଣୁ ମୁଦ୍ରା ଲୋନ୍ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି ମୋଦି ସରକାର। ଏଥର ଏହି ଯୋଜନାରେ ଏକ ତରୁଣ କ୍ୟାଟେଗୋରୀ ରଖାଯାଇଛି। ଯେଉଁମାନେ ପୂର୍ବରୁ ଲୋନ୍ ନେଇ ଠିକ୍ ସମୟରେ ଫେରସ୍ତ କରିଛନ୍ତି ସେମାନଙ୍କୁ ତରୁଣ କ୍ୟାଟେଗୋରୀରେ ରଖିଛନ୍ତି ସରକାର। ଅର୍ଥାତ୍ ସେମାନଙ୍କୁ ଏଥର 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମିଳିପାରିବ। ତେବେ ଯେଉଁମାନେ ନୂଆ ଓ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦେବେ କେନ୍ଦ୍ର ସରକାର ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଖୁବ୍ ଶୀଘ୍ର ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଘର, ସମସ୍ତଙ୍କ ମୁଣ୍ଡକୁ ମିଳିବ ଛାତ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅନ୍ତୋଦୟ ଗୃହ ଯୋଜନା। ଗତ 30 ତାରିଖରେ ସରକାର 60,093 ଜଣଙ୍କୁ ଘର ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଅସହାୟ ଓ ବନ୍ୟା ବାତ୍ୟାରେ ଘର ଭାଙ୍ଗିଥିବା ବ୍ୟକ୍ତିଙ୍କୁ ୱାର୍କ ଅର୍ଡର ମିଳିଛି। ଚଳିତ ବର୍ଷ ମୋଟ 1,60,000 ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ କରାଯିବ। କେହି ଜଣେ ବି ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡ଼ିବେ ନାହିଁ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। ପ୍ରଥମ ପର୍ଯ୍ୟାୟରେ ଭିନ୍ନକ୍ଷମ, ଅସହାୟ ଓ ବନ୍ୟା ବାତ୍ୟା ପ୍ରଭାବିତ ୱାର୍କ ଅର୍ଡର ପାଇଛନ୍ତି। ଜିଲ୍ଲା ଓ ବ୍ଲକ ସ୍ତରରେ ୱାର୍କ ଅର୍ଡର ଦିଆଯାଇଛି। କିଛି ୱାର୍କ ଅର୍ଡର ହୋଇଛି, ଆଉ କିଛି ବାକି ରହିଛି। ଏଥିପାଇଁ ତାଲିକା ମାସକ ଭିତରେ ସଂଗ୍ରହ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ। 2 ମାସ ଭିତରେ ୱାର୍କ ଅର୍ଡର ଇସ୍ୟୁ ହେବ। ବିଗତ ଥର ଯେଉଁ ନିୟମରେ ଘର ଦିଆଯାଇଥିଲା ସେହି ନିୟମରେ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ରାଜ୍ୟ ସରକାରଙ୍କୁ ପାଣି ଚିନ୍ତା। ଆହୁରି 21,300 ନଳକୂପ ଖୋଳିବାକୁ ସରକାରଙ୍କ ଅନୁମୋଦନ। ରାଜ୍ୟରେ ବଢିଛି ଜଳ ସଙ୍କଟ। ଏଥିପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ। ମନ୍ତ୍ରୀ କହିଛନ୍ତି 24 ବର୍ଷର ସରକାର ପାଣିକୁ ଗୁରୁତ୍ୱ ଦେଉନଥିଲେ। ରାଜ୍ୟରେ 5,20,000 ନଳକୂପ ଥିଲା। 21,300 ନଳକୂପ ଖୋଳିବାକୁ ନୂଆ ସରକାର ଅନୁମୋଦନ ଦେଇଥିବା
ମନ୍ତ୍ରୀ କହିଛନ୍ତି। ଜଳ ସଂକଟର ଅଭିଯୋଗକୁ ବିଭାଗ ଗୁରୁତ୍ୱ ଦେଉଛି। ଯେଉଁଠି ବି ଜନସାଧାରଣ ଅଭିଯୋଗ କରିବେ ବିଭାଗ 7 ଦିନ ମଧ୍ୟରେ ତାର ସମାଧାନ କରିବ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଓଡ଼ିଶାରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଯୋଜନା। ଗତକାଲି ରାଜ୍ୟରେ ମିଳିତ ଭାବେ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହା ସହ କାର୍ଡ ବିତରଣ ମଧ୍ୟ ଆରମ୍ଭ ହୋଇଛି। ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟବନ୍ଦନା ଯୋଜନା ଲାଗୁ ହୋଇଛି। ଏହି ଯୋଜନା ଅଧୀନରେ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। ଏହି କ୍ରମରେ ଓଡ଼ିଶା ଗସ୍ତରେ ଆସି କଟକରେ ପହଞ୍ଚି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି ଜେପି ନଡ୍ଡା। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଧୀନରେ ଆୟ ନିର୍ବିଶେଷରେ 70 ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ। ଏଥିରେ 6 କୋଟି ବରିଷ୍ଠ ନାଗରିକଙ୍କ ସହ ପାଖାପାଖି 4.5 କୋଟି ପରିବାରକୁ ଲାଭ ଦେବା ଉଦ୍ଦେଶ୍ୟରେ ପାରିବାରିକ ଭିତ୍ତିରେ 5 ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ସୁରକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା। 2% ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 53%ରୁ 55%କୁ ବୃଦ୍ଧି ପାଇଲା। ବର୍ଦ୍ଧିତ ଭତ୍ତା 2025 ଜାନୁଆରୀ 1ରୁ ପିଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ। ଏହା ସହିତ ପେନସନ ଭୋଗୀମାନଙ୍କ ଟିଆଇରେ ମଧ୍ୟ 2% ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଏପ୍ରିଲ ମାସ ପେନସନରେ ଏହି ବର୍ଦ୍ଧିତ ଟିଆଇ ପାଇବେ। ଏହା ଦ୍ୱାରା ପ୍ରାୟ 8.5 ଲକ୍ଷ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ପ୍ୟାକେଜ ଫୁଡ ବା ବନ୍ଦ କରାଯାଇ ବିକ୍ରି କରାଯାଉଥିବା ଖାଦ୍ୟ ପଦାର୍ଥକୁ ନେଇ ସୁପ୍ରିମକୋର୍ଟ କଡ଼ା ଅଭିମୁଖ୍ୟ ଆପଣେଇଛନ୍ତି। ଡବା ବନ୍ଦ ଖାଦ୍ୟ ବା ପ୍ୟାକେଟ ଫୁଡ ଉପରେ ଲେବଲ ଲଗାଇବା ଲାଗି 3 ମାସ ମଧ୍ୟରେ ନୀତି ଆଣିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ପ୍ୟାକେଟ ଫୁଡର ଆଗରେ ସ୍ପଷ୍ଟ ଭାବେ ଚେତାବନୀ ଦିଆଯାଉ ଏବଂ ସେଥିରେ କେତେ ଚିନି ଓ ଲୁଣ ଏବଂ ହାନିକାରକ ଫ୍ୟାଟ ରହିଛି ତାହା ଲେଖାଯିବାକୁ ବାଧ୍ୟତାମୂଳକ କରାଯିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ଆଦେଶ ଶୁଣାଇଛନ୍ତି। କେନ୍ଦ୍ର ସରକାର 2020ର